ଆଜି ନଳିନୀ ଭଲ କଥା ମନେ ରଖ। କଳିରୁ ନିସ୍ତାର ବାଟ କଣ? ଆଗରୁ ସବୁ ଆଲୋଚନା କରିଥିଲେ କଳି ଯୁଗର ଲୋକମାନଙ୍କର ରୀତି ଗତି ସବୁ କେମିତି ରହିବ। ମଣିଷ ପ୍ରକୃତିରେ ସମସ୍ତେ ଭାବନ୍ତି ଆମେ ମରିବୁନି, ଆମେ କଣ ହବୁ ଅମରତ୍ୱ ଲାଭ କରିବୁ। କିନ୍ତୁ ସେଗୁଡ଼ାକ ଭାବିବାଟା ହଉଛି ବୁକାମି। କାହିଁକି? ଯାବତ ଜନ୍ମ ତାବତ ମରଣ, ଜନନୀ ଜଠରେ ପୁନର୍ବିଷୟ। ଜନ୍ମ ହେଇଛେ ଦିନେ, କାଳର କଳାଳ ଚକ୍ରରେ ଦିନେ ନା ଦିନେ ଆମେ କଣ ହବା? ବିନାଶ ହବା। ଭାଗବତ ପ୍ରମାଣ ଦେଲା। ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହୋଇ ଦେବତା ହୋଇଲେ ମରେ। ଦେବତା ହୋଇଲେ ଲୋକ ଭାବନ୍ତି ଦେବତା ଜନ୍ମ ହେଲେ ମଧ୍ୟ ମରିବ, ସିଏ ଗୋଟେ ଅର୍ଥ ଠିକ। ପୁଣି କହନ୍ତି ଦେଇ କରି ବତା, ଦେବତା ଦେଇ କରି ବତା ମାନେ ବୟସର ଶେଷ ସୋପାନ ହେଇଗଲା। ବୁଝି ହଉଛି? ସିଏ ମଧ୍ୟ କଣ ହବ? ମରିବ। ତେଣୁ ଜ୍ଞାନୀ ବିବେକୀ ଲୋକମାନେ ମରଣକୁ ଭୟ କରନ୍ତି ନାହିଁ, ଦୁଃଖରେ ଭାଙ୍ଗି ପଡନ୍ତି ନାହିଁ, କି ସୁଖରେ ଚାତର ଦେଖେଇ ହୁଅନ୍ତି ନାହିଁ। ବୁଝି ହଉଛି? କିନ୍ତୁ ବର୍ତ୍ତମାନ ସବୁ କଣ ହେଇଛି? ମରଣକୁ ଭୟ କରିକି ସବୁ ଗୁରୁ ପନ୍ଥାରେ ବହୁତ ପଶି ଯାଇଛନ୍ତି। ବୁଝି ହଉଛି? ଗୁରୁ ପନ୍ଥାରେ କାହିଁ ବସନ୍ତି? ଗୁରୁବାଦ ପରମ୍ପରା କାହିଁ ଅନୁସରଣ କରନ୍ତି? ସେ ଜାଣିବା କଥା ଆତ୍ମାର ସଦ୍ଗତି ସହିତ ଯେତେ ଦିନ ସଂସାରରେ ବଞ୍ଚି ରହିବ, ଟିକେ ଶାନ୍ତି ପାଇଁକି ଗୁରୁ କୂଳରେ କଣ ହୁଏ? ଶରଣାପନ୍ନ ହୋଇଥାଏ। ବୁଝି ହଉଛି? ଶାନ୍ତି କେମିତି ଆସିବ? ଗୋଟେ ଏକ ହେଲା ପରିବେଶ, ବୁଝି ହଉଛି? ଦୁଇରେ କିଛି କର୍ମ କରିବାକୁ ପଡେ। ପରିବେଶ କଣ? ପ୍ରତ୍ୟେକ ଘରକୁ ଗୋଟିଏ ଗୋଟିଏ ମଠ ବୋଲି ଭାବିବା କଥା। ଆମର ଗୋଟିଏ ଗୋଟିଏ ଘରକୁ ଗୋଟିଏ ଗୋଟିଏ କଣ ମଠ ବୋଲି ଭାବିବା କଥା। ମଠ ମାନେ କଣ? କହିଲେ ଆଦ୍ୟ ପ୍ରାନ୍ତକୁ ଯେ ଯୋଗ କରିବୁ, ମଠର ମରମ ତହୁଁ ଜାଣିବୁ। କହିଲେ ଆଦ୍ୟ ପ୍ରାନ୍ତକୁ ଯୋଗ କରିବୁ, ମଠର ମରମ ତହୁଁ ଜାଣିବୁ। ଆଦ୍ୟ କଣ ପ୍ରାନ୍ତ୍ୟ କଣ? ମନେ ରଖିଥାଅ, ମର୍ତ୍ତ୍ୟ ବୈକୁଣ୍ଠ ହେଲା। ମର୍ତ୍ତ୍ୟ ବୈକୁଣ୍ଠ, ତେଣୁ ମର୍ତ୍ତ୍ୟର ହେଲା କଣ? ମ ଆଦ୍ୟ, ବୈକୁଣ୍ଠର ଶେଷ ହଉଛି ଠ, ମିଶି କଣ ହେଲା? ମଠ। ତେଣୁ ଆମର ଗୋଟିଏ ଗୋଟିଏ ଘର, ଆମେ ତାକୁ ବୈକୁଣ୍ଠ ସମାନ କରିବା ବିଧେୟ। ଆମେ କରିପାରୁଛେ? ବୋପା ପୁଅରେ ବାଡିଆ ପିଟା ନା ନାଇଁ, ଶାଶୁ ବୋହୂରେ ବାଡିଆ ପିଟା, ଭାଇ ଭାଇରେ ବାଡିଆ ପିଟା। କାହିଁକି? ସାମାନ୍ୟ ସ୍ୱାର୍ଥ ପାଇଁ। ମାନେ ଚେତନା ଆସେ ନାହିଁ, ଆରେ ଜନ୍ମ ହେଇଛେ ଦିନେ, ମରିବା ଦିନେ, ନା ନାଇଁ? ମଲା ବେଳକୁ ବି କିଛି ନବା ନାହିଁ। ଆଲେକ୍ସାଣ୍ଡର ଯେତେବେଳେ ଦିଗ୍ବିଜୟ ଆଲେକ୍ସାଣ୍ଡର ବିଶ୍ୱ ଜୟ କଲେ, ସେ ତାଙ୍କ ସେନାପତି କହି ଯାଇଥିଲେ, ମୁଁ ଯେତେବେଳେ ଯିବି ମୋର ଦି ହାତ କଣ କରିବ? ଖୋଲା ରଖିଦବ, ବାନ୍ଧିବନି। ପଚାରିଲେ କାହିଁକି? ନା ମୋ ହାତ ହଲି ହଲିକା ଯାଉଥିବ। ଲୋକମାନେ ଜାଣିବେ ଆଲେକ୍ସାଣ୍ଡର ଦିଗ୍ବିଜୟ ଆଲେକ୍ସାଣ୍ଡର ପୃଥିବୀ କଣ କଲେ? ବିଜୟ କଲେ, କିନ୍ତୁ ଗଲାବେଳକୁ କିଛି ନେଇକି ଗଲେନି, ହାତ ଦିଟା ଖାଲି ଶୂନ୍ୟରେ ହଲୁଥିବ। ସେଥିପାଇଁ କିନ୍ତୁ ମଣିଷ ମାନେ ବର୍ତ୍ତମାନ ଭାବନ୍ତି କଣ? କୋଠା ବାଡି ଘର ଦ୍ୱାର ଅଟ୍ଟାଳିକା ଆମେ ସବୁ ନେଇକି ପଳେଇଛୁ। ଧନ୍ୟରେ ମୋର ମୋର କହି ସରବେ ମରିବେ, ଅଚ୍ୟୁତର କିସ ଗଲା। କହିଲେ ସବୁ କଳିର ଅନ୍ତିମ ପର୍ଯ୍ୟାୟ ଯେତେବେଳେ ଆସିବ, ସମସ୍ତେ ମୋର ମୋର କହିକି ମରିବେ। ମୋ ଘର, ମୋ ଦ୍ୱାର, ମୋ ପୁଅ, ମୋ ଝୁଅ, ମୋ ସୁନା, ମୋ ବାଡି। ଯେତେବେଳେ ଲୋକର ମନେ ରଖିଥାଉ ମୋର ମୋର ଯାହା ପାଖେ ସବୁବେଳେ ପଶେ, ତାର ବିନାଶ ସମୟ ଆସିଗଲା। ଲୋଭରୁ କଣ? ମୃତ୍ୟୁ, ଆଉ କଣ? ନା ନାଇଁ?
ଅଧିକା ଲୋଭ ହେଲେ କଣ ହେଲା, ହିଂସ୍ର ହେଇଯିବ, ପାପ ଆସିଯିବ, ପାପ ହେଲେ ମୃତ୍ୟୁ ହେଇଯିବ। ବର୍ତ୍ତମାନ ଗୁରୁକୂଳରେ ବି ଲୋଭ ଶକ୍ତି ଗ୍ରାସ ହେଇଗଲାଣି। ଗୋଟେ ଗୋଟେ ଦେଖିବ ଗୁରୁକୂଳରେ ବର୍ତ୍ତମାନ କିଛି ନଥିବ, ଅଖାବଣି କିଛି ନଥିବ, ସେ ଗୋଟେ ଗୁରୁକୂଳ ଏମିତି ଗୋଟେ ଗୁରୁ ପନ୍ଥା ସୃଷ୍ଟି କରିଦଉଛନ୍ତି, ବ୍ୟାଙ୍କ ଗ୍ଲାସରେ ଲକ୍ଷ ଲକ୍ଷ ଟଙ୍କା ରଖିଦଉଛନ୍ତି। ଏଗୁଡାକ ଗୁରୁକୂଳରେ ବି ବିଧେୟ ନୁହେଁ। ତେଣୁ ଯୋଉ କଳି, ଇଏ ତ ହେଲା କଣ ସଂସାର ମତରେ। ଆଗକୁ ଯୋଉ ବିପଦ ମାନ କଳିରେ ଆସିବ ମହାପୁରୁଷ କହିଛନ୍ତି, ତା ଦେହରୁ ତରିବାକୁ ଦିଟା ବାଟ ଅଛି। ଗୋଟେ ହେଲା ବ୍ରହ୍ମ ଏକାକ୍ଷର, ଆଉ ଗୋଟେ ହଉଛି ରାମ ତାରକ। ବୁଝି ହଉଛି ନା? ବ୍ରହ୍ମ ଏକାକ୍ଷର ମନେ ରଖିଥାଅ, ଏକାକ୍ଷର ହଉଛି 13 ପ୍ରକାର ହେଲା। 12 ମାତ୍ରା ଯେ 12, ଏକାକ୍ଷର ମୂଳଟି ଅଟଇ ହକାର। ଆଗରୁ କହିଛୁ ଏକାକ୍ଷର ମନ୍ତ୍ର ଗୋଟିଏ ହଉଛି କେତେ ଗୋଟିଏ ଅକ୍ଷର ସମ୍ମିଶ୍ରଣରେ ମନ୍ତ୍ର ସୃଷ୍ଟି ହବ ନା 12 ଗୋଟିଏ ଅକ୍ଷରରେ କଣ ହବ, ଏକାକ୍ଷର ମନ୍ତ୍ରଟି, ବ୍ରହ୍ମ ଏକାକ୍ଷର ମନ୍ତ୍ର କଣ ହବ, ସୃଷ୍ଟି ହବ। ଆମେ କହୁନୁ ଗୀତାରେ ଲେଖା ଅଛି ବ୍ରହ୍ମ ଏକାକ୍ଷର କିଏ ସେ? ଶ୍ରୀମଦ ଭଗବତ ଗୀତା ପଢିବ, ହଉଛି ନା? ବ୍ରହ୍ମ ଏକାକ୍ଷର କଣ ସେ ଗୀତା ଧିରେ ଲେଖା ଅଛି। 12 ମାତ୍ରା ଯେ 12, ଏକାକ୍ଷର ମୂଳଟି ଅଟଇ ହକାର ହେଲା। ମହାପୁରୁଷ କହୁଛନ୍ତି ବ୍ରହ୍ମ ଏକାକ୍ଷର ନାମ ଅଟେସାର, ଆଉ ସର୍ବମିଥ୍ୟା ହେବ, ଶ୍ରୀରାମ ତାରକା ନିସ୍ତାର କରିବ, ସକଳ ଭକତ ଧ୍ରୁବ। ତାର ମର୍ମଟା ବୁଝ, ତମେ ବୁଝିପାରୁନ ତାର। ବ୍ରହ୍ମ ଏକାକ୍ଷର ନାମ ଅଟେସାର, ଆଉ ସର୍ବମିଥ୍ୟା ହେବ। ଗୋଟେ ହଉଛି ମୁକ୍ତି, ଆଉ ଗୋଟେ ହଉଛି କଣ, ନିସ୍ତାର। ବିପଦରୁ ଉଦ୍ଧାର କରିବ ଗୋଟିଏ ମନ୍ତ୍ର, ଏବଂ ଆତ୍ମାକୁ ମୁକ୍ତି କରିବ ଗୋଟାଏ ମନ୍ତ୍ର। ବୁଝିପାରୁଛ ନା ବୁଝିପାରୁଛ? ଆତ୍ମାକୁ ମୁକ୍ତି କରିବ କିଏ ସେ? ନା ବ୍ରହ୍ମ ଏକାକ୍ଷର। ବ୍ରହ୍ମ ଏକାକ୍ଷର ମନ୍ତ୍ରଟି ହଉଛି କେତେ ଅକ୍ଷର ବିଶିଷ୍ଟ? ନା 12 ଗୋଟି ଅକ୍ଷରର ସମ୍ମିଶ୍ରଣରେ ବ୍ରହ୍ମ ଏକାକ୍ଷର ଉତ୍ପତ୍ତି ହୁଏ। ବୁଝି ହଉଛି? ଶ୍ରୀରାମ ତାରକ ନିସ୍ତାର କରିବ, ସକଳ ଭକତ ଧ୍ରୁବ। ଯୋଉମାନେ ପ୍ରକୃତରେ ଭକ୍ତ, ଭକ୍ତ ପ୍ରଭୁଙ୍କର ନିତ୍ୟାଙ୍ଗୀ ଭକ୍ତ, ସେ ରାମ ତାରକ ମନ୍ତ୍ରକୁ କଣ କରିବ, ଅଧ୍ୟୟନ କରୁଥିବେ। ବୁଝି ହଉଛି? ମହାମନ୍ତ୍ର ନୁହଁ। ଆମେ ଦେଖୁଛୁ ଅନେକ ଗୁରୁକୂଳରେ ଯୋଉ ମହାମନ୍ତ୍ରକୁ କଣ କରୁଛନ୍ତି, ରାମ ତାରକ ମନ୍ତ୍ରକୁ ବି ମଧ୍ୟ ଦେଇଦଉଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ହେଲା। କେତେ ଜଣ ଦଉଛନ୍ତି କଣ, ଆଗେ ମଧ୍ୟ ରାମକୁ ବସେଇ ଦଉଛନ୍ତି, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଇଏ ହେଲା କଳିଯୁଗର ମହାମନ୍ତ୍ର। 16 ନାମ 32 ଅକ୍ଷରରୁ ଚୈତନ୍ୟ ମହାପ୍ରଭୁ 3 ନାମ ଷଡ଼ାକ୍ଷରକୁ ଆଣିକି ମହାମନ୍ତ୍ର ରୂପରେ କଣ କଲେ, ବିବେଚନା କଲେ। କିନ୍ତୁ ସେ କହୁଛନ୍ତି ଶ୍ରୀରାମ ତାରକ, ତାରକ ମନ୍ତ୍ର, ରାମ ତାରକ ମନ୍ତ୍ର। ଇଏ ଯୋଉ ମନ୍ତ୍ରକୁ ଯୋଉମାନେ ଧାରଣ କରିଥିବେ, ଖାଲି କଣ ମନ୍ତ୍ର ଜପିଲେ ହେଇଯିବ? ମୁଖ୍ୟ ହେଲା କର୍ମ। କର୍ମ କରିଲେ ବାବୁ ଧର୍ମ ଆସଇ, କର୍ମ ନ କରିଲା ପ୍ରାଣୀ ଅଳ୍ପାୟୁ ସେ ଯାଇ। ଯୋଉ ବ୍ୟକ୍ତି ବିଶେଷ କର୍ମ ନ କରି ଖାଲି ହରି ହରି ହୁଏ, ତାଠୁ ବୁଡବକ ସଂସାରରେ କେହି ନାହାନ୍ତି। ଅତୀତରେ ଗୁରୁକୁଳ ମାନଙ୍କରେ ଗୁରୁ ମଧ୍ୟ କର୍ମ କରୁଥିଲେ। କୋଉଠି ବାଇଗଣ ଗଛ ଲଗଉଥିଲେ, କୋଉଠି ଜହ୍ନି ଗଛ ଲଗଉଥିଲେ, କୋଉଠି ଫୁଲ ଗଛ ଲଗଉଥିଲେ। କାହିଁକି? ଆଶ୍ରମ ବା ମଠ ବାଡିର ସୌନ୍ଦର୍ଯ୍ୟ ପରିବେଶ। ସିଏ କର୍ମ କରିବା ସହିତ ଶିଷ୍ୟମାନେ ମଧ୍ୟ ତାଙ୍କ ସାଙ୍ଗେ କର୍ମ କରନ୍ତି। କାରଣ ଗୁରୁଙ୍କ ଠାରୁ ବା ଶିଷ୍ୟ ଶିଖିବେ, ଆଉ ସିଏ କଣ ଗୁରୁ ତ ସବୁ ଯାକ ବତେଇବେ? ଗୁରୁଙ୍କ ଚାଲି ଚଳନୀ ବ୍ୟବହାର ସଂସ୍କାର କିଏ ଶିଖେଇବେ? ଶିଷ୍ୟ ତା ମନକୁ ଅନୁସରଣ କରିବ। ଚୁମ୍ବକ ଚୁମ୍ବକୁ ଟାଣେ ନା, ଯେ ସେଇ ଲାଇନର ବ୍ୟକ୍ତି ଥିବ, ତା ମନକୁ ସେ କଣ ଦିଅ ଟାଣି ନେଇକି ପଳେଇବ।
ବୁଝିଯାଉଛି। ତେଣୁ ଶ୍ରୀରାମ ତାରକ ହଉଛି 6 ଅକ୍ଷର ବିଶିଷ୍ଟ। ସେ ମନ୍ତ୍ରଟି କେତେ ଅକ୍ଷର? 6ଟା ଅକ୍ଷର। ତମେ ଭାବୁଛ ଆମେ ମନକୁ ଆମେ କହୁ, ସେଇ ମହାପୁରୁଷ ଲେଖିଛନ୍ତି ରାମ 6କ୍ଷର ଗୋପାଳ 18 ରମା କାମ ବିଜୟ ଦେଇ ଯେ ଗୁରୁ ଜାଣନ୍ତି ଦାନ ମୁଖ୍ୟ ଗତି ଶିଷ୍ୟ ଶୁଦ୍ଧି ନ ପାର। କହିଲେ ଯେଉଁ ଗୁରୁ ରାମ ତାରକା ମନ୍ତ୍ର 6କ୍ଷର ଜାଣିଛନ୍ତି, ଗୋପାଳ ମନ୍ତ୍ର 18 ଅକ୍ଷର ଜାଣିଛନ୍ତି, କାମ ବୀଜ ରମା ବୀଜ ଆକୁ ମଧ୍ୟ ଜାଣିଛନ୍ତି, ସେ ଗୁରୁଙ୍କ ପଦକୁ କୋଟି କୋଟି ଶରଣ। ଶିଷ୍ୟ କସ୍ମିନି କାଳେ ସେ ଗୁରୁଙ୍କର ଋଣ ସୁଝେଇ ପାରିବେ ନାହିଁ। ଯେମିତି ବାପ ମାଙ୍କର ଋଣ କୋଉ ପୁଅ ଝୁଅ ସୁଝି ପାରନ୍ତି ନାହିଁ, ଏମିତି ଗୁରୁ ମାର୍ଗରେ ଏ ଜିନିଷ ଯିଏ ଜାଣିଥିବ ସେ ଗୁରୁଙ୍କର ଋଣ ଶିଷ୍ୟ କେବେ ହେଲେ ସୁଝି ପାରିବ ନାହିଁ। ବୁଝିପାରୁଛ ନା? ପୁଣି ମହାପୁରୁଷ କଣ କହୁଛନ୍ତି? ଯେକାଳେ ଘଟିକା ନଚଳେ ନାଟିକା ସେକାଳେ କୈବଲ୍ୟ ସାର ରାମ 6କ୍ଷରେ ମିଶାଇଲେ ତାହା ଜାଣିବ ଦ୍ୱାଦଶ ପୁର। ଯେତେବେଳେ ମଣିଷ ମାନେ ଶେଷ ସମୟ ଆସେ, ତାର ହେକା ଉଠେ ମରେ ନାହିଁ, ବହୁତ ଘାଞ୍ଚ କଟି ହୁଏ, ଲୋକମାନେ ତା କଣ କହନ୍ତି? ନିର୍ମାଲ୍ୟ ତ ପାଟିରେ ଦିଅନ୍ତି ନାହିଁ। ଆରେ ନିର୍ମାଲ୍ୟ ପାଣି ଟିକେ ଦେଇଦିଅରେ ସେ ମୁକ୍ତି ପାଇଯିବ। ସେମିତି ଇଏ କଳିରୁ ନିସ୍ତାର ହେବା ପାଇଁ କି ନିର୍ମାଲ୍ୟ ପାଣି ସଙ୍ଗେ ରାମ ତାରକା ମନ୍ତ୍ର ମଧ୍ୟ ସମକକ୍ଷ। ଏ ମନ୍ତ୍ରକୁ ଯିଏ ଜାଣିଥିବ ସେ ଗୁରୁଙ୍କ ପଦକୁ କଣ କୋଟି କୋଟି ଶରଣ। ହେଲେ ରାମ ତାରକ କେତେ କହିଲେ? ରାମ ତାରକ ରାମ 6କ୍ଷର, ରାମ ତାରକା ହଉଛି 6କ୍ଷର ମନ୍ତ୍ର। ପୁଣି ଆଉ ଗୋଟେ ପ୍ରମାଣ ଦେଇଛନ୍ତି, ସେ ରାମ ତାରକା ମନ୍ତ୍ର 6କ୍ଷର ପଛକୁ ହୋଇବ ସଖା, ଆଉ ଯେତେ ସଖା ତୁଛାରେ ହୋଇବ କେହି ତ ନ ଦେବେ ଦେଖା। କହିଲେ ଯେତେବେଳେ ବାରଣ ସମୟ ଆସିବ ସେ ରାମ ତାରକ ମନ୍ତ୍ର 6କ୍ଷର, ସିଏ ମଧ୍ୟ ଅଚ୍ୟୁତ କହୁଛନ୍ତି 6 ଅକ୍ଷର ବିଶିଷ୍ଟ ସେ ମନ୍ତ୍ର ହେଲା। ଏ ମନ୍ତ୍ର ଜାଣିଥିଲେ କିଏ? ସେ ଏ ମନ୍ତ୍ରକୁ ହନୁମାନ ମହାରାଜ ପ୍ରଥମେ ତୁଳସୀଦାସଙ୍କୁ ଦେଇଥିଲେ ହେଲା। ଆଉ ଓଡିଶାରେ ଜଣେ ମଧ୍ୟ ଜାଣିଥିଲେ, ସେ କିଏ? ଉପେନ୍ଦ୍ର ଭଞ୍ଜ। ଉପେନ୍ଦ୍ର ଭଞ୍ଜ ତାଙ୍କର କବିତା ଗୋଟେ ଲେଖିଛନ୍ତି, ତାରକ ମନ୍ତ୍ର ପରସାଦେ ମୋହର କବି କଣ କବିପଣ ଉଦେ। ବୋଲେ ରାମ ତାରକା ମନ୍ତ୍ରର ଦୟାରୁ କିଏ କହୁଛନ୍ତି? ଉପେନ୍ଦ୍ର ଭଞ୍ଜ, ମୋର କବିପଣ ଆଜି ଉଦୟ ହେଇଛି। ତେଣୁ ଏତିକି ମନେ ହବ, କଳିର ନିସ୍ତାର ବାଟ ହଉଛି କଣ? ବ୍ରହ୍ମ ଏକାକ୍ଷର ସୂତ୍ର, ଶ୍ରୀରାମ ତାରକ ମନ୍ତ୍ର। ଇଏ ଯେଡେ ଯେଡେ ବିପଦ ଆସୁ, ବୁଝି ହଉଛି ନା, ଯେ ତମେ ଠିକ ନୀତି ନିୟମରେ ରହିଥିବ, ସେ ପାଣି ଯଦି ଆସେ 2 ବାଗେଇ ଚାଲିଯିବ, ତମ ମଝିରେ ଛିଡା ହେଇଥିବ, ଯାହାକୁ ରଖିବ ଅନନ୍ତ କି କରି ପାରେ ବଳବନ୍ତ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୱା ହରି।